ଆମର ଏଇଟା 8:30 9ଟା ବେଳେ ଖୋଲିଥିଲୁ ଦୋକାନ। କେତେ ଲୋକ ଆସିଲେଣି ସକାଳୁ? ସକାଳେ 10-15 ଜଣ ଖଣ୍ଡେ କରିଛୁ। ଆଗରୁ ଗାଡ଼ି ଫାଙ୍କା ଛିଡ଼ା ହେଉଥିଲା, ଲୋକଙ୍କ ଧାଡ଼ି ରହୁନଥିଲା। ଆଜ୍ଞା ଏବେ ଆପଣଙ୍କୁ କାମର ବି ପ୍ରେସର ଅଛି। ଆଜ୍ଞା। କେମିତି କ'ଣ ହ୍ୟାଣ୍ଡେଲ କରୁଛନ୍ତି ଏ ସିଚୁଏସନକୁ? ଏତେ ଗାଡ଼ି, ଏତେ ଲୋକ ଗହଳି। ନାଇଁ ଏବେ ତ କମିଲେଣି ଗାଡ଼ି ଧୀରେ ଧୀରେ, ମାନେ ଯେଉଁ ଲିଙ୍କ ଫିଙ୍କ ହେଇଗଲାଣି ସବୁ ଲୋକ ଜାଣିଗଲେଣି ଆସି କେବଳ କରୁଛନ୍ତି। ଓଟିପିରେ ହେଇଯାଉଛି ନା କିଛି କାଗଜପତ୍ର ଲାଗୁଛି? ନାଇଁ ଓଟିପିରେ ହେଇଯାଉଛି। କେବଳ ଓଟିପି ଯେଉଁଟା ଯଦି ନ ଆସିଲେ ହେଇପାରିବନି, ଯେଉଁଟା ରେଜିଷ୍ଟର ନମ୍ବରରେ ସେଇଟା ତାଙ୍କ ମୋବାଇଲ ନମ୍ବର ଲିଙ୍କ ଅଛି ସେମାନଙ୍କର ଏ ହେଇଯାଉଛି। ଟାଇମ୍ ଲାଇନ୍ ଅଛି ଜାନୁଆରୀ 1 ପର୍ଯ୍ୟନ୍ତ। ଆଜ୍ଞା। ଜାନୁଆରୀ 1 ପର୍ଯ୍ୟନ୍ତ ଯଦି କାହାର କାଗଜପତ୍ର କିଛି ଭୁଲ ଭାଲ ରହିଲା, ତାମାନେ ସେ ଗାଡ଼ି ରଖିକି ଘରେ ରହିବାକୁ ପଡ଼ିବ। ସେଇଟା ତ ମୁଁ ତ କହିପାରିବିନି ସେଇଟା। ତଥାପି ବିନା ପଲ୍ୟୁସନ ସାର୍ଟିଫିକେଟରେ ତ ତେଲ ପଡ଼ିପାରିବନି। ସେଇଟା ତ ମୁଁ କହିପାରିବିନି, ସେଇଟା କ'ଣ ସରକାର କ'ଣ ନିୟମ କରୁଛି ସେଇଟା ତାପରେ। ଚାଲାଣର କ'ଣ ନିୟମ ରହିଛି? ଚାଲାଣ ଥିଲେ ପଲ୍ୟୁସନ୍ ହେଇପାରୁନାହିଁ। ଯଦି ଚାଲାଣ ଥାଇକି ଓଟିପି ଆସିଲା? ଆସିବନି ସେଇଟା ଯାହାର ଚାଲାଣ ଥିବ ତାର ଓଟିପି ଆସିବନି। ଆସିବନି କ୍ଲିୟର କରିକି ଆସିଲେ ଯାଇକିରି ସେଇଟା ପଲ୍ୟୁସନ୍ ହେଇପାରିବ, ୟୁଜ୍ ସାର୍ଟିଫିକେଟ୍ ହେଇପାରିବ। ଆପଣମାନଙ୍କ ତରଫରୁ ବି ଆମମାନଙ୍କୁ କଲ୍ ଆସେ, ଆଜ୍ଞା ପଲ୍ୟୁସନ ସରିଗଲା ଅପଡେଟ୍ କରନ୍ତୁ। ଆଜ୍ଞା ଆଜ୍ଞା ବର୍ତ୍ତମାନ ଆପଣଙ୍କୁ କେମିତି ଲାଗୁଛି? କଲ୍ କରିବାକୁ ପଡ଼ୁନି, ଲୋକ ଆସି ଅଧିକା ପଡ଼ୁଛନ୍ତି। ଆଜ୍ଞା ଆଜ୍ଞା। ସେ ଟାଇମ୍ରେ ଆମେ ରିମାଇଣ୍ଡର କରୁ, ଲୋକମାନେ ଆସି କରନ୍ତି, ପ୍ରାୟ ଯିଏ ଆୱାରନେସ୍ ଲୋକ ଅଛନ୍ତି କରୁଥିଲେ। ଏବେ ସେ ଲୋକ ବି ରେଗୁଲାର ଲୋକ ବି କିଛି ଆସୁଛନ୍ତି। କିଛି ଲୋକ ଯୋଉମାନେ ଅମାନିଆ ଥିଲେ ସେମାନେ ବି ବାଟକୁ ହଁ ଆସିବେ। ଅମାନ୍ୟ ମାନେ ସରକାରଙ୍କର ଯେଉଁମାନେ ଏ କରୁନଥିଲେ ପଦକ୍ଷେପ କ'ଣ କହିବେ? ସ୍ୱାଗତ ଯୋଗ୍ୟ ପଦକ୍ଷେପ ସରକାର ନେଇଛନ୍ତି। ପରିବେଶ